NH-55 ଜାତୀୟ ରାଜପଥ ସୁରକ୍ଷା ପାଇଁ ମହାଯଜ୍ଞ ଅନୁଷ୍ଠିତ। ଜାତୀୟ ରାଜପଥର ସମସ୍ୟାକୁ ନେଇ ଅନୁଗୁଳ ଷ୍ଟାଡିୟମ ପାଖରେ ଚାଲିଥିବା ଗଣଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଆଜି ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଅବସରରେ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ଜାତୀୟ ରାଜପଥ ସୁରକ୍ଷା ନିମନ୍ତେ ଅନୁଗୁଳର ସଚେତନ ନାଗରିକ ପକ୍ଷରୁ ଗଣଧାରଣା ସ୍ଥଳରେ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରାଜପଥ ପାଇଁ ନେତା ମନ୍ତ୍ରୀ ଲୋକପ୍ରତିନିଧି ଏବଂ ଅଧିକାରୀଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ ବୋଲି ପ୍ରଭୁଙ୍କଠାରେ ପ୍ରାର୍ଥନା କରିଛନ୍ତି ସଚେତନ ନାଗରିକମାନେ। ଅନୁଗୁଳର ଜାତୀୟ ରାଜପଥ ବର୍ତ୍ତମାନ ଲୋକଙ୍କ ପାଇଁ ମରଣନ୍ତା ପାଲଟିଛି। ଦୀର୍ଘ 6 ଦିନ ଧରି ଆମେ ଏଠି ଗଣଧାରଣାରେ ବସିଛୁ। ତ ଆଜି ସାରା ଭାରତ ଯେହେତୁ ରାମମୟ ହୋଇଛି, ତ ଆମେ ମଧ୍ୟ ଚିନ୍ତା କରିଛୁ ଯେ ଅନୁଗୁଳ ଜାତୀୟ ରାଜପଥ କିଭଳି ଭାବରେ ଲୋକମାନଙ୍କ ପାଇଁ ସୁରକ୍ଷା ପ୍ରଦାନ କରିବ ଏବଂ ଯେଉଁମାନେ ଜାତୀୟ ରାଜପଥର କାର୍ଯ୍ୟରେ ମାନେ ବାଧା ସୃଷ୍ଟି କରୁଛନ୍ତି ସେମାନେ କିଭଳି ଭାବରେ ସଦ୍ବୁଦ୍ଧି ପାଇବେ, ତାକୁ ନେଇ ଆମେ ଗୋଟେ ଜାତୀୟ ରାଜପଥ ନେଇ ଗୋଟେ ଜାତୀୟ ରାଜପଥ ସୁରକ୍ଷାର ଗୋଟେ ଯଜ୍ଞ ହୋମଟି ଏଠି ଆୟୋଜନ କରିଥିଲୁ ଏବଂ ଭଗବାନଙ୍କୁ ପ୍ରାର୍ଥନା କରୁଛୁ ଭଗବାନ ରାମକୁ ଯେ କିଭଳି ଭାବରେ ଜାତୀୟ ରାଜପଥ ସୁରକ୍ଷା ହେବ ଏବଂ ଆଗାମୀ ଦିନରେ କୌଣସି ବ୍ୟକ୍ତି ବି ଏ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ନ ଘଟୁ। ତେଣୁ ତାକୁ ନେଇ ଆଜି ଆମେ ଏଠି ଗୋଟେ ଯଜ୍ଞର ଆୟୋଜନ କରିଥିଲୁ। ସମସ୍ତ ଯଜ୍ଞ କାର୍ଯ୍ୟ ବର୍ତ୍ତମାନ ସମାପନ ହୋଇଛି ଏବଂ ଆମେ ବର୍ତ୍ତମାନ ଅନୁଗୁଳବାସୀଙ୍କୁ ଅନୁରୋଧ କରୁଛୁ ଯେ ଆପଣମାନେ ମଧ୍ୟ ଆସି ଗଣଧାରଣାରେ ସାମିଲ ହୁଅନ୍ତୁ ଏବଂ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଯେ କିଭଳି ଭାବରେ ଆଗାମୀ ଦିନରେ କୌଣସି ଦୁର୍ଘଟଣାରେ କାହାର ମୃତ୍ୟୁବରଣ ନ ହେଉ। ତେଣୁ ସମସ୍ତେ ଆସନ୍ତୁ, ଏକ ସ୍ୱରରେ ଆମେ ସ୍ୱର ଉଠାଇବା, ଆମ ଜାତୀୟ ରାଜପଥର ସମସ୍ୟାର ସମାଧାନ ତୁରନ୍ତ କିଭଳି ହୋଇପାରିବ। ଅନୁଗୁଳରୁ ଜିତେନ ସାହୁଙ୍କ ରିପୋର୍ଟ, ଡୁମାଣି ଟିଭି।